ଖ୍ରୀଷ୍ଟଙ୍କ ବିନା ମନୁଷ୍ୟର ଅବସ୍ଥା କ'ଣ ତା ବର୍ଣ୍ଣନା କରାଯାଇଅଛି। ଯଦି ଖ୍ରୀଷ୍ଟ ଆମ ମଧ୍ୟରେ ନାହାନ୍ତି ତେବେ ଆମେ ଆତ୍ମିକ ଭାବେ ମୃତ। ସେମାନେ ସେମାନଙ୍କ ଶାରୀରିକ ଇଚ୍ଛା ଅନୁସାରେ ଜୀବନଯାପନ କରିବେ, ଅର୍ଥାତ୍ ପାପ ଓ ଅବାଧ୍ୟତାର ଜୀବନ କାଟିବେ। ଆଜି କ'ଣ ଆମେ ଖ୍ରୀଷ୍ଟ ବିହୀନ ଜୀବନ କାଟୁଛୁ କି ଅବା ଖ୍ରୀଷ୍ଟଙ୍କ ସହିତ ଜୀବନ କାଟୁଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার সহ আজির পথ প্রদর্শিকা কার্যক্রমর এক নূতন অধ্যায়কু আপনার স্বাগত জনায়ে। আপনার এই কার্যক্রম দ্বারা নিয়মিত ভাবে যোগদান করুথিবারু आपनको विशेष धन्यवाद दिए। आपणको मतामत आमको ए कार्यक्रम को आगको नेबा पई सहाय्य करे। आपण मानक मध्यरु जदि केही ए पर्यंत आमको फोन करि पारि नाहंती तेबे आज ही सुजोग नियंतु ओ आम सहित जोगाजोग करबाकू कॉल करंतु। आमे आपणको फोन कॉल रो अपेक्षा रे अछु। आपणको कुशलता आमे आशा करू अछु ओ आपणको निमंते निरंतर प्रार्थना जारी रखिछु। जदि आपणकर किछि व्यक्तिगत किंवा पारिवारिक प्रार्थना अनुरोध अछि तेबे आमको जणांतु। आज पुणी थरे ए कार्यक्रम द्वारा आपणक सहित साक्षात करिवारो आ एक विशेष सुजोग पाइथिबारु प्रभु को धन्यवाद दिए। प्रभु आपणको बहुल भावरे आशीर्वाद करंतु। ए कार्यक्रम द्वारा आपण जेपरि दिन को दिन आत्मिक भावरे ओ ईश्वरक वाक्य रे वृद्धि पाइबे ओ आपणक जीवन रे एक परिवर्तन आसीबो। यह ही आमर चेष्टा और ईश्वरक निकटरे प्रार्थना। प्रभु आपणको बहुल भावरे आशीर्वाद करंतु। आजिर अध्ययन रे आमे एफिसियो 2 अध्याय 1 पदरु 3 पद पर्यंत आलोचना करिबा। ए स्थान रे पाउलो एक निर्दिष्ट आत्म विषय रे कहंती जहाको से आकाश मंडलर अधिपति बोली मध्य कहंती, अर्थात शयतान। एवं से अनाज्ञावह संतान मानक ठारे कार्य साधन करूअछि, अर्थात जे मानक द्वारा शैतान निजर कार्य साधन करूअछि सेमानकु अनाज्ञावह संतान बोली कहा जायछि। ए अंशरे ख्रीष्टंक बिना मनुष्यर अवस्था कौन ताहा वर्णना करा जायछि। जदि ख्रीष्ट आम मध्यरे नाहंती तेबे आमे आत्मिक भावे मृत। सेमाने सेमानक शारीरिक इच्छा अनुसार जीवन यापन करिवे, अर्थात पाप और अबाध्यतार जीवन काटिबे। आज कौन आमे ख्रीष्ट विहीन जीवन काटुछु कि अबा ख्रीष्टंक सहित जीवन काटुछु कि? आसंतु ए आलोचना को आगको नेबा पूर्वरु एक भक्तिमूलक गीत सुनिबा। पर्वत शिखरे चाहि अछि पर्वत शिखरे चाहि
ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସୀୟ 2 ପର୍ବର ପ୍ରଥମ ପଦରୁ 3 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 2 ପର୍ବରେ ଆମେ ମୁଖ୍ୟତଃ ମଣ୍ଡଳୀ ବିଷୟ ନେଇ ଆଲୋଚନା କରିବାକୁ ଯିବା। ଏହି ମଣ୍ଡଳୀ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଉପକରଣ, ଏହାର ନିର୍ମାଣ ପ୍ରଣାଳୀ ଓ ନିର୍ମାଣର ଅର୍ଥ କ'ଣ ତାହା ଲକ୍ଷ୍ୟ କରିବାକୁ ପାରିବା। ଏଫେସୀୟ ପ୍ରଥମ ପର୍ବରେ ପାଉଲ ସେହି ଚମତ୍କାର ଶକ୍ତି ବିଷୟ ନେଇ ପ୍ରକାଶ କରିବାର ଆମେ ଲକ୍ଷ୍ୟ କରିଥିଲୁ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇଥିଲା। ଆମେ ମଧ୍ୟ ଦେଖିବାକୁ ଯିବା ଯେ ସେହି ଶକ୍ତି ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଜୀବିତ କରାଏ, ଯେତେବେଳେ ଆମେ ସେହି ଖ୍ରୀଷ୍ଟଙ୍କ ସହିତ ପାପ ପ୍ରତି ମୃତ ହୋଇ ଧର୍ମରେ ଜୀବିତ ହେଉ। ଏହା ସେହି ପୁନରୁତ୍ଥାନର ଶକ୍ତି। ଏହା ସେହି ଶକ୍ତି ଯାହାକି ଈଶ୍ୱର ଜଣେ ବ୍ୟକ୍ତିର ଜୀବନରେ ପ୍ରବାହିତ କରାନ୍ତି ଯେତେବେଳେ ସେହି ବ୍ୟକ୍ତି ଖ୍ରୀଷ୍ଟଙ୍କ ପ୍ରତି ଫେରେ। ସେ ସେହି ବ୍ୟକ୍ତିକୁ ଆତ୍ମିକ ମୃତ୍ୟୁରୁ ଉଠାଇ ଆତ୍ମିକ ଜୀବନରେ ପଦାର୍ପଣ କରାଇବେ। ଏହି ଶକ୍ତି ବିଶ୍ୱାସୀ ମଣ୍ଡଳୀ ମଧ୍ୟ ଦେଇ କାର୍ଯ୍ୟକାରୀ କରାଯିବ, ଯେହେତୁ ଏହି ଜଗତରେ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟ ମଣ୍ଡଳୀ ମଧ୍ୟ ଦେଇ ନିଜକୁ ଜଗତ ନିକଟରେ ପ୍ରକାଶ କରନ୍ତି। ଅନେକ ପ୍ରକାରେ ନୂତନ ନିୟମର ମଣ୍ଡଳୀ ମନ୍ଦିର ଭାବରେ ପୁରାତନ ନିୟମର ମନ୍ଦିର ସହିତ ଯୋଗାଯୋଗ କରେ, ଯାହାକି ସେହି ପ୍ରାନ୍ତର ମଧ୍ୟରେ ଥିବା ସମାଗମ ତମ୍ବୁର ପରବର୍ତ୍ତୀ ଛବି। ତେବେ ନୂତନ ନିୟମର ମଣ୍ଡଳୀ ଓ ପୁରାତନ ନିୟମର ମନ୍ଦିର ମଧ୍ୟରେ ଥିବା ପାର୍ଥକ୍ୟତାକୁ ତୁଳନା କଲେ ତାହା ଅତି ସ୍ପଷ୍ଟ ହୋଇଯାଏ। କାରଣ ସେହି ସମାଗମ ତମ୍ବୁ ଓ ପୁରାତନ ନିୟମର ମନ୍ଦିର ଜୀବନ୍ତ ବୃକ୍ଷର କାଷ୍ଠରେ ନିର୍ମିତ ହୋଇଥିଲା, ଯାହାକୁ କି ହାଣି ମୃତ କାଠପଟାରେ ପରିଣତ କରାଯାଏ। ମାତ୍ର ନୂତନ ନିୟମର ମଣ୍ଡଳୀକୁ ଗଠନ କରିବା ଲାଗି ଈଶ୍ୱର ମୃତ ଉପକରଣକୁ ନେଇ ଜୀବନ୍ତ ମନ୍ଦିର ରୂପେ ସ୍ଥାପନ କଲେ। ପୁରାତନ ନିୟମର ମନ୍ଦିର ଓ ସମାଗମ ତମ୍ବୁ ଈଶ୍ୱରଙ୍କର ମହିମା ନିମନ୍ତେ ବସତି ସ୍ଥାନ ଥିଲା। ମାତ୍ର ମଣ୍ଡଳୀ ହେଉଛି ପବିତ୍ର ଆତ୍ମାଙ୍କ ନିମନ୍ତେ ବସତି ସ୍ଥାନ। ସମାଗମ ତମ୍ବୁ ଓ ମନ୍ଦିର ଆନୁଷ୍ଠାନିକ ବିଧିବିଧାନ ପାଳନର ଓ ପାପ ନିମନ୍ତେ ପୂର୍ଣ୍ଣ ବଳିଦାନ ଉତ୍ସର୍ଗର ଏକ ସ୍ଥାନ ଥିଲା। ମାତ୍ର ମଣ୍ଡଳୀ କେବଳ ଜଣଙ୍କର ବଳିଦାନ ଉପରେ ସ୍ଥାପିତ ହୋଇଅଛି, ତାହା ହେଉଛି ପ୍ରଭୁ ଯୀଶୁଙ୍କର କୃଷାର୍ପିତ ମୃତ୍ୟୁ, ଯାହାକି ଆଉ ପୁନରାବୃତ୍ତି ହୋଇନାହିଁ କିମ୍ବା ତାହାଙ୍କୁ ଆଉ ଥରେ ମୃତ୍ୟୁଭୋଗ କରିବାକୁ ପଡ଼ିବ ନାହିଁ। ସେଥିପାଇଁ ଏବ୍ରୀ 9 ପର୍ବର 25 ଓ 26 ପଦରେ ଏହିପରି ଲେଖା ଅଛି, ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁ ଥର ଆପଣଙ୍କୁ ଉତ୍ସର୍ଗ କରିବେ ତାହା ନୁହେଁ। ତାହାହେଲେ ଜଗତର ପତନାବଧି ଥରକୁ ଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାନ୍ତା। କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣଙ୍କୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। ଆହୁରି ମଧ୍ୟ ମଣ୍ଡଳୀର ଆନୁଷ୍ଠାନିକ ବିଧିବିଧାନ ନାହିଁ। ଏହା ଏକ କାର୍ଯ୍ୟକାରୀ ଅବୟବ, ଯାହା ମଧ୍ୟରେ ପବିତ୍ର ଆତ୍ମା ଜୀବନ୍ତ ପ୍ରସ୍ତରଗୁଡ଼ିକ ମଧ୍ୟ ଦେଇ ବିଚରଣ କରନ୍ତି। ଏଠାରେ ମୁଁ ସ୍ପଷ୍ଟ କରାଇଦେବାକୁ ଚାହେଁ ଯେ ଈଶ୍ୱର ମଣ୍ଡଳୀକୁ ଏକ ଆନୁଷ୍ଠାନିକ ବିଧିବିଧାନ ଦେଇନାହାନ୍ତି, ଯେପରିକି ମନ୍ଦିର ମଧ୍ୟରେ ରହିଥିଲା। ତେବେ କେହି କହିପାରନ୍ତି ଯେ ଆମର ମାଣ୍ଡଳିକ ଉପାସନା, ଗୀତ ଗାୟନ, ପ୍ରାର୍ଥନା, ବାକ୍ୟ ପରିବେଷଣ ଏହିପରି ଭାବେ ନିୟମାନୁଯାୟୀ ପରିଚାଳିତ ହୁଏ। ତାହେଲେ ଏହା କ'ଣ ବିଧିବିଧାନ ନୁହେଁ? ହଁ, ଯଦିବା ଏହିପରି ହୁଏ, ତଥାପି ଏହା ସେମାନଙ୍କ ପ୍ରତି କେବଳ ଏକ ଅର୍ଥହୀନ ବିଧିବିଧାନ ପରି, ଆଉ ମଣ୍ଡଳୀକୁ ଆନୁଷ୍ଠାନିକ ବିଧିବିଧାନ ପ୍ରଦତ୍ତ ହୋଇନାହିଁ। ତେବେ କେହି ଜଣେ ପଚାରିପାରନ୍ତି, ତାହେଲେ ଆମମାନଙ୍କୁ ସେ ପ୍ରକାର କରିବାକୁ ନଥିଲା? ତେବେ ବିଷୟଟି ହେଉଛି ଯେ କେବଳ ମୁଖରେ ଧାରାବାହିକ ଭାବେ ବାକ୍ୟ ଉଚ୍ଚାରଣ ଆଜି ଅନେକଙ୍କ ପ୍ରତି ଏକ ଅର୍ଥହୀନ ଧର୍ମବିଧିରେ ପରିଣତ ହୋଇଅଛି। ଏହି ସମସ୍ତ ବିଷୟର ଅର୍ଥ ରହିବା ଉଚିତ ଥିଲା। ସେହିସବୁ ପ୍ରକୃତିରେ ଠିକ୍ ଯେତେବେଳେ ଅର୍ଥ ପ୍ରକାଶିତ ହୁଏ। ବର୍ତ୍ତମାନ ମଣ୍ଡଳୀ କେବଳ ମନ୍ଦିରର ଧର୍ମବିଧିକୁ ଅଗ୍ରାହ୍ୟ କରେ ନାହିଁ, ଏହା ମଧ୍ୟ ହସ୍ତନିର୍ମିତ ମନ୍ଦିର ନୁହେଁ। ମାଣ୍ଡଳିକ ଯୁଗରେ ସବୁଠାରୁ ହୃଦୟସ୍ପର୍ଶୀ ଘଟଣା ହେଉଛି ଯେ ଈଶ୍ୱର ବ୍ୟକ୍ତିବିଶେଷ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ବାସ କରୁଅଛନ୍ତି।
ଲକ୍ଷ୍ୟ କରନ୍ତୁ, ପ୍ରେରିତ 17 ପର୍ବର 24 ଓ 25 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ, କିମ୍ବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ। ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ପ୍ରଥମ କରିନ୍ଥୀୟ 6 ପର୍ବର 19-20 ପଦରେ ଲେଖା ଅଛି, ଅବା ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ ତୁମେମାନେ ନିଜେ ନିଜର ନୁହଁ, କାରଣ ତୁମେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ। ଏଣୁ ତୁମମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ଏଠାରେ ମୁଁ ସ୍ପଷ୍ଟ କରାଇଦେବାକୁ ଚାହେଁ ଯେ ଇସ୍ରାଏଲୀୟମାନେ କେବେ ହେଲେ ବିଶ୍ୱାସ କରିନଥିଲେ ଯେ ଈଶ୍ୱର ମନ୍ଦିର ମଧ୍ୟରେ ସୀମାବଦ୍ଧ। ସଲୋମନ ଯେତେବେଳେ ମନ୍ଦିରକୁ ଉତ୍ସର୍ଗ କଲେ, ସେ ଏହିପରି ପ୍ରାର୍ଥନା କଲେ, ମାତ୍ର ପରମେଶ୍ୱର କ'ଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ତୁମକୁ ଧାରଣ କରି ନ ପାରେ, ତେବେ ମୋ ନିର୍ମିତ ଏହି ଗୃହ କ'ଣ ପାରିବ? ଯାହାକି ପ୍ରଥମ ରାଜାବଳୀ 8 ପର୍ବର 27 ପଦରେ ଲେଖା ଅଛି। ପ୍ରତ୍ୟେକ ଶିକ୍ଷିତ ଇସ୍ରାଏଲୀୟମାନେ ବୁଝିପାରିଥିଲେ ଯେ ଈଶ୍ୱର ହସ୍ତନିର୍ମିତ ମନ୍ଦିରରେ ବାସ କରନ୍ତି ନାହିଁ, କାରଣ ଈଶ୍ୱର ସେମାନଙ୍କୁ କହିଥିଲେ ଯେ ମନ୍ଦିର ଥିଲା ସେମାନଙ୍କ ନିମନ୍ତେ ଏକ ସ୍ଥାନ ଯେଉଁଠାରେ ସେ ସେମାନଙ୍କ ସହିତ ସାକ୍ଷାତ କରିବେ। ସେହି କାରଣରୁ ସେମାନେ ମନ୍ଦିର ମଧ୍ୟକୁ ଏକ ବଳିଦାନର ସହିତ ଓ ଆନୁଷ୍ଠାନିକ ବିଧିବିଧାନ ସହିତ ପ୍ରବେଶ କରୁଥିଲେ। କିନ୍ତୁ ମଣ୍ଡଳୀର ଆଜି ସେହିପରି ଧର୍ମବିଧି ନାହିଁ। ପୁରାତନ ନିୟମର ମନ୍ଦିର ନେଇ ଆଉ ଏକ ଭିନ୍ନତା ହେଉଛି ବିଜାତୀୟମାନଙ୍କର ସ୍ଥିତି। ଆପଣ ଜାଣିଥିବେ ଯେ ବିଜାତୀୟମାନଙ୍କୁ ଧର୍ମାନ୍ତରଗ୍ରାହୀ ଭାବେ ଆସିବାକୁ ଥିଲା ଓ ବିଜାତୀୟମାନଙ୍କ ପ୍ରାଙ୍ଗଣ ମଧ୍ୟରେ ସୀମାବଦ୍ଧ ହୋଇ ରହିବାକୁ ଥିଲା। ଆପଣ ଯଦି ମନ୍ଦିର ମଧ୍ୟକୁ ଦୃଷ୍ଟି କରିବେ, ତାହେଲେ ବିଜାତୀୟମାନଙ୍କର ପ୍ରାଙ୍ଗଣ ଦୂରରେ ବାମ ପାର୍ଶ୍ୱରେ ରହିଥିଲା। ବିଜାତୀୟମାନେ ଅତି ନିକଟକୁ ଆସିପାରୁନଥିଲେ। ସେଥିପାଇଁ ପାଉଲ ଏହି ଅଧ୍ୟାୟରେ କହନ୍ତି, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ଯାହାକି 2 ପର୍ବର 13 ପଦରେ ଲେଖା ଅଛି। ଆପଣ ଦେଖନ୍ତୁ, ଆମେମାନେ ଯେଉଁମାନେ କି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ଅଟୁ, ଆମେମାନେ ଅତି ନିକଟକୁ ଅଣାଯାଇଅଛୁ। ପ୍ରକୃତରେ ଆମେ ଖ୍ରୀଷ୍ଟଙ୍କଠାରେ ସେହି ସ୍ୱର୍ଗରେ ସ୍ଥାନ ପାଇଅଛୁ। ଆପଣ ତାହାଠାରୁ ଅଧିକ କ'ଣ ଚାହାନ୍ତି? ପ୍ରକୃତରେ ମଣ୍ଡଳୀ ଏକ ମନ୍ଦିର ନୁହେଁ, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସମଷ୍ଟି, ଯେଉଁମାନଙ୍କ ହୃଦୟରେ ଈଶ୍ୱର ବାସ କରନ୍ତି ଓ ଯେଉଁ ମଣ୍ଡଳୀ କି ଖ୍ରୀଷ୍ଟ ତାହାଙ୍କର ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପେ ଦେଇ କିଣିଅଛନ୍ତି। ତେବେ ଦେଖନ୍ତୁ, ଏଫେସୀୟ 2 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଏବେ ହିଁ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ଲେଖାଅଛି, ଏହି ସଂସାରର ଭାବ ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ଏହାର ଅର୍ଥ, ଏହି ଜଗତର ଚାଲିଚଳନ ଅନୁଯାୟୀ ଅଥବା ଏହି ଜଗତର ନିୟମ ଅନୁଯାୟୀ ଆମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲୁ। ଏହି ଜଗତର ଅର୍ଥ ନୁହେଁ ଏକ ଶାରୀରିକ ଜଗତ, ମାତ୍ର ଏହାର ଅର୍ଥ ଏହି ଜଗତରେ ସମାଜ, ସଭ୍ୟତା, ଜୀବନଧାରା କିମ୍ବା ଜୀବନଯାପନର ପ୍ରଣାଳୀ। ଶୟତାନ ଏହି ମୃତ ଉପକରଣ ନିଏ ଓ ସେ ଆମମାନଙ୍କୁ ଶକ୍ତିଯୁକ୍ତ କରି ବ୍ୟବହାର କରେ, କାରଣ ଶୟତାନର ମଧ୍ୟ ଆଶ୍ଚର୍ଯ୍ୟକର୍ମ କରିବାର ଶକ୍ତି ଅଛି। ଏପରିକି ଶାସ୍ତ୍ର ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ମଧ୍ୟରୁ ସେ ଅନେକ କିଛି ଆଶ୍ଚର୍ଯ୍ୟକର୍ମର ଅବିକଳ ନକଲ କରିପାରେ, ମାତ୍ର ସେ ସମ୍ପୂର୍ଣ୍ଣ ସାଧନ କରିପାରେ ନାହିଁ, ଯାହାକି ଆମେ ପୁରାତନ ନିୟମରେ ସେହି ଫାରୋଙ୍କ ସମ୍ମୁଖରେ ମୂଷାଙ୍କର ଆଶ୍ଚର୍ଯ୍ୟକର୍ମ ମଧ୍ୟ ଦେଇ ଲକ୍ଷ୍ୟ କରିବାକୁ ପାରୁ। ସେହି ମିଶ୍ରୀୟ ମନ୍ତ୍ରଜ୍ଞମାନେ କିଛିଟା ମୂଷାଙ୍କ ଦ୍ୱାରା ସାଧିତ ଆଶ୍ଚର୍ଯ୍ୟକର୍ମକୁ ଅବିକଳ ନକଲ କଲେ, ମାତ୍ର ସେମାନେ
ତାହା ସମ୍ପୂର୍ଣ୍ଣ ସାଧନ କରିପାରିଲେ ନାହିଁ। ତେଣୁ ଶୟତାନର ମଧ୍ୟ ଶକ୍ତି ଅଛି ଓ ସେ ଏହିପରି ପାପରେ ଓ ଅଧର୍ମରେ ମୃତ ଲୋକମାନଙ୍କୁ ଶକ୍ତିଯୁକ୍ତ କରି ବ୍ୟବହାର କରେ। ମାତ୍ର ଯେତେବେଳେ ମନୁଷ୍ୟ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନୀକୃତ ହୁଏ ଓ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଏ, ସେତେବେଳେ ଶୟତାନର ଶକ୍ତି ତାହା ମଧ୍ୟ ଦେଇ ଆଉ କାର୍ଯ୍ୟ ସାଧନ କରିପାରେ ନାହିଁ। 2 ପର୍ବର 3 ପଦରେ ଏହିପରି ଲେଖା ଅଛି, ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। ପାଉଲ ଏହି ବିଷୟ ଏଫିସିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଲେଖନ୍ତି, ଯେଉଁମାନେ କି ପୂର୍ବେ ସେହିପରି ପାପ ଓ ଅପରାଧରେ ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ମୃତ ଥିଲେ ଓ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଥିଲେ ଓ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲେ। ଅର୍ଥାତ୍ ସେମାନେ ସେହି ଶୟତାନର ଶକ୍ତି ଦ୍ୱାରା ପରିଚାଳିତ ହେଉଥିଲେ। ଶୟତାନ ସେମାନଙ୍କୁ ତାହାର ଅସ୍ତ୍ର ସ୍ୱରୂପେ ବା ଉପକରଣ ସ୍ୱରୂପେ ବ୍ୟବହାର କରୁଥିଲା, ତାହାର ଅଭିମତ ସାଧନ କରିବା ପାଇଁ। ଏଫିସିୟ ପ୍ରଥମ ପର୍ବର 19 ପଦରେ ଆମେ ଦେଖିଥିଲୁ ଯେ ପାଉଲ ପରିତ୍ରାଣ ବିଷୟ ନେଇ ପ୍ରକାଶ କରିଥିଲେ ଓ ଈଶ୍ୱରଙ୍କ ଶକ୍ତିର ଅତ୍ୟଧିକ ମହତ୍ୱକୁ ବା ମହାନତାକୁ ପ୍ରକାଶ କରିଥିଲେ, ଯାହାକି ଖ୍ରୀଷ୍ଟ ବିଶ୍ୱାସୀକୁ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ କରାଏ ଓ ପାପର ମୃତ୍ୟୁରୁ ଉଠାଇ ଆଣି ଜୀବନରେ ପ୍ରବେଶ କରାଏ। ଆତ୍ମିକ ମୃତ୍ୟୁରୁ ଆତ୍ମିକ ଜୀବନ ମଧ୍ୟକୁ ପ୍ରବେଶ କରାଏ। ତେବେ ବର୍ତ୍ତମାନ ଏହି 2 ପର୍ବରେ ସେ କହନ୍ତି, ଆମ୍ଭେମାନେ ପାପ ଓ ଅଧର୍ମରେ ମୃତ ଥିଲୁ। ତେବେ ଏହି ମୃତ୍ୟୁ ଆଦାମଙ୍କର ମୃତ୍ୟୁକୁ ପ୍ରକାଶ କରେ, ଯାହାକି ଆଜି ଆମମାନଙ୍କ ପ୍ରତି ମଧ୍ୟ ବର୍ତ୍ତି ଅଛି। କାରଣ ରୋମିଓ 5 ପର୍ବର 12 ପଦରେ ଲେଖା ଅଛି, ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ତେଣୁ ଆଦମଙ୍କର ପାପ ଆମ୍ଭମାନଙ୍କୁ ପତିତ ମାନବର ସନ୍ତାନ ରୂପେ ପରିଗଣିତ କରାଇଲା ଓ ଆମ ପ୍ରତ୍ୟେକଙ୍କର ସେହି ପାପର ସ୍ୱଭାବ ରହିଅଛି, ଯାହାକି ଆଦମଙ୍କର ଥିଲା। ଏହା ଏକ ପତିତ ସ୍ୱଭାବ, ଯାହାକି ଈଶ୍ୱରଙ୍କ ନିମନ୍ତେ ଗ୍ରାହ୍ୟ ଧାର୍ମିକତା ସାଧନ କରିପାରେ ନାହିଁ। ଆଦମ ଆତ୍ମିକ ଭାବରେ ମୃତ୍ୟୁବରଣ କଲେ ଯେଉଁଦିନ ସେ ଈଶ୍ୱରଙ୍କୁ ଅବିଶ୍ୱାସ କରି ତାହାଙ୍କର ଅବାଧ୍ୟ ହେଲେ। ସେ ଈଶ୍ୱରଙ୍କଠାରୁ ଦୌଡ଼ି ପଳାଇ ଯାଇ ଆପଣାକୁ ଲୁଚାଇବା ପାଇଁ ଚେଷ୍ଟା କଲେ। ତାହା ହିଁ ଆଜି ସ୍ୱାଭାବିକ ମନୁଷ୍ୟର ସ୍ଥିତି। ଯେଉଁଦିନ ଆଦମ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କଲେ, ସେହିଦିନ ସେ ଈଶ୍ୱରଙ୍କ ପ୍ରତି ଓ ତାହାଙ୍କ ବିଷୟ ପ୍ରତି ମୃତ ହେଲେ। ଏହା ଯଦିଓ ଶାରୀରିକ ମୃତ୍ୟୁ ନଥିଲା, ମାତ୍ର ଆତ୍ମିକ ମୃତ୍ୟୁ ଥିଲା। ସେ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହେଲେ। ତାଛଡ଼ା ମୃତ୍ୟୁ ହେଉଛି ଏକ ବିଚ୍ଛେଦ। ଶାରୀରିକ ମୃତ୍ୟୁ ଶରୀର ମଧ୍ୟରୁ ଆତ୍ମା ଓ ପ୍ରାଣର ବିଚ୍ଛେଦ ଘଟାଏ ଓ ଶରୀର ମୃତ ହୁଏ, କିନ୍ତୁ ଆତ୍ମିକ ମୃତ୍ୟୁ ଈଶ୍ୱରଙ୍କଠାରୁ ଆମମାନଙ୍କୁ ବିଚ୍ଛିନ୍ନ କରେ। ମନୁଷ୍ୟ ପାପ କରିବା ପରେ ସେ ଶାରୀରିକ ଓ ମାନସିକ ଭାବେ ଜୀବନ ଧାରଣ କରିପାରେ, ମାତ୍ର ସେ ଆତ୍ମିକ ଜୀବନରେ ମୃତ୍ୟୁବରଣ କରେ ଓ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୁଏ। ପ୍ରିୟ ବନ୍ଧୁ, ଶାରୀରିକ ମୃତ୍ୟୁ କେବଳ ଶରୀରର କ୍ଷତି ଘଟାଇଥାଏ, ମାତ୍ର ଆତ୍ମିକ ମୃତ୍ୟୁ ଆତ୍ମା ଓ ଶରୀର ଉଭୟର କ୍ଷତି ଘଟାଇଥାଏ। ମନୁଷ୍ୟ ପାପରେ ଜୀବନ ଅତିବାହିତ କରିବା ଦ୍ୱାରା ନିଜର ଶରୀର ପ୍ରତି ମଧ୍ୟ ବିନାଶ ଆଣେ। ସେ ମଧ୍ୟ ଶାରୀରିକ ଜୀବନରେ ଦୁଃଖ, କଷ୍ଟ, ରୋଗ ବ୍ୟାଧି ମଧ୍ୟ ଦେଇ ଗତି କରିଥାଏ। ମନୁଷ୍ୟ ପାପ କରିବା ଦ୍ୱାରା ଈଶ୍ୱରଙ୍କ ସହଭାଗିତାରୁ ବିଚ୍ଛିନ୍ନ ହୁଏ ଓ ସେ ଶାରୀରିକ ଜୀବନରେ ଜୀବିତ ଥିଲେ ମଧ୍ୟ ଆତ୍ମିକ ଜୀବନରେ ମୃତ ହୁଏ। କିନ୍ତୁ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିକଟରେ ତାହାର ସମସ୍ତ ପାପ ସ୍ୱୀକାର କରିବା ଦ୍ୱାରା ତାହାଙ୍କ ସହିତ ପାପରେ ମୃତ ହୋଇ ଧର୍ମରେ ଜୀବିତ ହୁଏ, ଯେହେତୁ ଖ୍ରୀଷ୍ଟ ତାହା ନିମନ୍ତେ ମୃତ୍ୟୁଭୋଗ କରି ଓ ମୃତ୍ୟୁକୁ ଜୟ କରି ତାହା ନିମନ୍ତେ ଧାର୍ମିକତା ସାଧନ କରିଅଛନ୍ତି। କିନ୍ତୁ ଶୟତାନ ମଧ୍ୟ ତାହାର ଶକ୍ତି ବଳରେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ଭୁଲାଇବାକୁ ଚେଷ୍ଟା କରି ସେମାନଙ୍କ ଦ୍ୱାରା ତାହାର କାର୍ଯ୍ୟ ସାଧନ କରିବା ନିମନ୍ତେ ଯୋଜନା କରେ। ଯାକୁବ 4 ପର୍ବର ପ୍ରଥମ 4 ପଦରେ ତାହା ସ୍ପଷ୍ଟ ଭାବେ ଲେଖା ଅଛି, ଶୟତାନ ଶାରୀରିକ ଅଭିଳାଷ ମଧ୍ୟ ଦେଇ ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରକୁ ନେଇଯିବା ପାଇଁ ଚେଷ୍ଟା କରେ। ଈଶ୍ୱରଙ୍କ ସହଭାଗିତାରୁ
ବଞ୍ଚିତ କରାଏ। ଫଳତଃ ମନୁଷ୍ୟ ଆତ୍ମିକ ଜୀବନରେ ମୃତ ହୁଏ। ତାହା ହିଁ ଶୈତାନ ଚାହେଁ, କାରଣ କେବଳ ବଧ ଓ ବିନାଶ କରିବା ନିମନ୍ତେ ତାହାର ଶକ୍ତି ଅଛି, କିନ୍ତୁ ଜୀବନ ଦେବା ନିମନ୍ତେ ନୁହେଁ। ମାତ୍ର ଈଶ୍ୱରଙ୍କ ଶକ୍ତି ମନୁଷ୍ୟକୁ ବିନାଶଜନକ ମୃତ୍ୟୁରୁ ରକ୍ଷା କରେ, ଆତ୍ମିକ ମୃତ୍ୟୁରୁ ଉଦ୍ଧାର କରି ଆତ୍ମିକ ଜୀବନରେ ପ୍ରବେଶ କରାଏ। ଈଶ୍ୱର ମନୁଷ୍ୟକୁ ବିନାଶ କରିବାକୁ ଚାହାନ୍ତି ନାହିଁ, ମାତ୍ର ତାହାକୁ ଜୀବନ ଦେବାକୁ ଚାହାନ୍ତି। ତେଣୁକରି ସେ ଆଜି ତାହାଙ୍କ ମଣ୍ଡଳୀ ମଧ୍ୟ ଦେଇ ସେହି ଶକ୍ତିର କାର୍ଯ୍ୟ ସାଧନ କରିବାକୁ ଚାହାନ୍ତି, ଯେଉଁ ବିଶ୍ୱାସୀ ମଣ୍ଡଳୀକି ଖ୍ରୀଷ୍ଟଙ୍କ ଶରୀର ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ୱରୂପ, ଓ ସେହି ଖ୍ରୀଷ୍ଟ ଆଜି ମଣ୍ଡଳୀ ମଧ୍ୟ ଦେଇ ନିଜକୁ ପ୍ରକାଶ କରନ୍ତି ଓ ଅନେକଙ୍କୁ ରକ୍ଷା କରିବାକୁ ଚାହାନ୍ତି। ଯୋହନ ତାର 2 ପର୍ବର 15-17 ପଦ ମଧ୍ୟରେ ଏହିପରି ପ୍ରକାଶ କରନ୍ତି, ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ନିତ୍ୟସ୍ଥାୟୀ। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣ ଜଗତକୁ ପ୍ରେମ କରନ୍ତି ନା ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି? ଆଜି ଯଦି ଆପଣ ଖ୍ରୀଷ୍ଟ ବିଶ୍ୱାସୀ, ତାହେଲେ ଆପଣ କ'ଣ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଅଂଶୀ ହେଉଛନ୍ତି? ତାହା ହିଁ ଯୋହନ କହନ୍ତି ଯେ ଜଗତକୁ ପ୍ରେମ କର ନାହିଁ। ଆଜି ଆମେ ଜଗତକୁ ପ୍ରେମ କରୁ ନା ପ୍ରଭୁଙ୍କୁ ପ୍ରେମ କରୁ? ଲକ୍ଷ୍ୟ କରନ୍ତୁ, ଏଫେସୀୟ 2 ପର୍ବର 3 ପଦରେ ପାଉଲ ନିଜକୁ ମଧ୍ୟ ତହିଁରେ ସାମିଲ କରି ଏହିପରି କହନ୍ତି, ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ସେଠାରେ ଆମ୍ଭେମାନେ ବୋଲି ଶବ୍ଦଟି ପ୍ରୟୋଗ କରନ୍ତି, ସେ ନିଜକୁ ମଧ୍ୟ ସେମାନଙ୍କ ସହିତ ଯୋଗ କରନ୍ତି। ସେ ନିଜେ ମଧ୍ୟ ନିଜର ଅତୀତ ଜୀବନକୁ ସ୍ମରଣ କରନ୍ତି ଓ ଆଗାମୀ ଭବିଷ୍ୟତ ନିମନ୍ତେ ଖ୍ରୀଷ୍ଟଙ୍କୁ ପ୍ରେମ କରିବା ପାଇଁ ପଦକ୍ଷେପ ନିଅନ୍ତି। ସେ ପୁନର୍ବାର ନିଜର ପଛ ଜୀବନକୁ ଫେରିଯାଇ ସେହି ଅନାଜ୍ଞାବହ ସନ୍ତାନମାନଙ୍କ ପରି ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୋଇ ନିଜର ଶାରୀରିକ ତଥା ମାନସିକ କାମନାକୁ ଚରିତାର୍ଥ କରିବା ନିମନ୍ତେ ଚାହାନ୍ତି ନାହିଁ। ପ୍ରିୟ ବନ୍ଧୁ, ଆମେ ପ୍ରତ୍ୟେକ ଜାଣୁ ଯେ ଏହି ଜଗତ ଆମମାନଙ୍କ ନିମନ୍ତେ କ୍ଷଣସ୍ଥାୟୀ। ଏହି ଜଗତକୁ ଆମମାନେ ଦିନେ ନା ଦିନେ ଛାଡ଼ିବାକୁ ହେବ ଓ ସେହି ଚିରସ୍ଥାୟୀ ବାସକୁ ଫେରିଯିବାକୁ ହେବ। ମାତ୍ର ଆମେ କ'ଣ ସେହି ଚିରସ୍ଥାୟୀ ବାସ ନିମନ୍ତେ ଲାଳାୟିତ କି? କିଏ ଚିରସ୍ଥାୟୀ ବାସରେ ବାସ କରିପାରିବ? ଯିଏ ଚିରସ୍ଥାୟୀ, କିଏ ନିତ୍ୟସ୍ଥାୟୀ ହୋଇ ରହିପାରିବ? ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ହିଁ ନିତ୍ୟସ୍ଥାୟୀ ହୋଇ ରହିବ। ତେଣୁ ଆସୁ ସେହି ପ୍ରଭୁ ଶ୍ରୀକୃଷ୍ଣଠାରେ ବିଶ୍ୱାସ କରି ତାହାଙ୍କଠାରେ ନିଜର ଜୀବନକୁ ସମର୍ପଣ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ନିତ୍ୟସ୍ଥାୟୀ ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଅଧ୍ୟୟନ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରେ ଅଧିକ ବଢ଼ାଇବାରେ ସାହାଯ୍ୟ କରିଛି, ଏହା ମୁଁ ବିଶ୍ୱାସ କରୁଛି। ଯେଉଁମାନେ ତାହାଙ୍କର ଇଚ୍ଛା ଅନୁସାରେ ଆଚରଣ କରନ୍ତି ସେମାନେ ଅପରାଧ ଓ ପାପରେ ମୃତ ବୋଲି ପାଉଲ କୁହନ୍ତି ଏବଂ ସେହି ଅନାଜ୍ଞାବହ ସନ୍ତାନମାନଙ୍କ ପରି ଶାରୀରିକ ଅଭିଳାଷ ଅନୁସାରେ ଜୀବନ କାଟୁଥିଲୁ ବୋଲି କୁହନ୍ତି ଏବଂ ଏହା କହିବା ଦ୍ୱାରା ଆମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇଥାଉ। ଆଗାମୀ ଅଧ୍ୟାୟରେ ଆମେ ଆହୁରି ଅଧିକ ବିଷୟ ଆଲୋଚନା କରିବା। ଆପଣ ନିୟମିତ ଏ କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତୁ ଓ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ପ୍ରଭୁ ଆପଣଙ୍କୁ ବିଶେଷ ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ ପରମେଶ୍ୱର, ପୁଣି ଥରେ ପ୍ରଭୁ ତୁମକୁ ନାମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ପୁଣି ଏକ ନୂତନ ଚିନ୍ତା ପ୍ରଭୁ ତୁମେ ଆଜି ଆମମାନଙ୍କୁ ଦେଇଅଛ ପ୍ରଭୁ, ସେଥିପାଇଁ ତୁମ ନାମକୁ ଧନ୍ୟବାଦ ଦେଉଅଛୁ। ହଁ ପ୍ରଭୁ, ଏ ପାପମୟ ଜଗତରେ ଆମମାନେ ଯେପରି ବୁଡ଼ି ନ ଯାଉ, ହଜି ନ ଯାଉ ପ୍ରଭୁ, ତୁମେ ଆମ ପ୍ରତ୍ୟେକ ଜଣକୁ ପ୍ରଭୁ ତୁମେ ଏ ପାପମୟ ଜଗତରୁ ପ୍ରଭୁ ତୁମେ ଉଦ୍ଧାର କର। ହେ ପ୍ରେମିକ ପରମେଶ୍ୱର ପ୍ରଭୁ, ଏ ଜଗତର ଅଧିପତି ଶୈତାନ ଯେ ଆମେ ପ୍ରଭୁ ପ୍ରତ୍ୟେକ କୁକର୍ମ କରିବାକୁ ପ୍ରଭୁ ପ୍ରବର୍ତ୍ତାଇ ଥାଏ, ତୁମେ ପ୍ରଭୁ ସମସ୍ତ ପ୍ରଭୁ ସେ କୁକର୍ମରୁ ପ୍ରଭୁ ପ୍ରତ୍ୟେକ ଜଣକୁ ପ୍ରଭୁ ତୁମେ ପୃଥକ ରଖ ବୋଲି ପ୍ରାର୍ଥନା କରୁଛୁ। ପ୍ରତ୍ୟେକ ଜଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି। ପ୍ରତ୍ୟେକ ଜଣକୁ ପ୍ରଭୁ ତୁମରି କାର୍ଯ୍ୟ ନିମନ୍ତେ, ତୁମରି ପ୍ରଭୁ ରାଜ୍ୟ ନିମନ୍ତେ ବ୍ୟବହାର କର ବୋଲି ପ୍ରାର୍ଥନା କରୁଛୁ। ଶୈତାନର ସମସ୍ତ ପ୍ରଭୁ କୁଚିନ୍ତା ପ୍ରଭୁ ସମସ୍ତ ବିଷୟରେ ପ୍ରଭୁ ତୁମେ ଦୂର ରଖ ବୋଲି ପ୍ରାର୍ଥନା କରୁଛୁ। ପ୍ରେମିକ ପରମେଶ୍ୱର ପ୍ରଭୁ, ଏତେବେଳେ ପ୍ରତ୍ୟେକ ବିଷୟକୁ ତୁମ ଚରଣରେ ରଖିଲେ ତୁମେ ପ୍ରାର୍ଥନାକୁ ଶୁଣିଅଛ ଏବଂ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ନୁହେଁ। ଆଜିର ପ୍ରଶ୍ନଟି ହେଉଛି, କିଏ ଈଶ୍ୱରଙ୍କ ଠାରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରାଏ? ଏ ନମ୍ରତା, ବି ଆଜ୍ଞାବହତା, ସି ପାପ, ଡି ବିଶ୍ୱସ୍ତତା।
এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ বি সি ডি মধ্যরু সঠিক উত্তর বাছি ଆପଣଙ୍କ নাম ও সম্পূর্ণ ঠিকনা সহিত 9777221415 নম্বরে SMS কিংবা WhatsApp দ্বারা জଣାଇବାକୁ ଅନୁରୋଧ। যদি ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996 ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କଳାହାଣ୍ଡିରୁ ସୁନିତା ନନ୍ଦ ଓ ପରିବାର।